ସେ ଅପାକୁ ତ ମୁଁ ବି କାନ୍ଦୁଥିଲି। ମୁଁ ବି ଅପାସରେ କାମ କରୁଛି। ମୁଁ ବି ଜାଣିନଥିଲି। ବଜରିଂ କଲିନି ମୁଁ ବି ଅପାସରେ କାମ କରୁଥିଲି। ମୁଁ ବି ଜାଣିନଥିଲି। ମୁଁ ମୋବାଇଲରୁ ସବୁ ଦେଖିଲେ ଜାଣୁଛି। ଆଉ ଆଗରୁ ଫିଲ୍ମ କିଛି ମନେ ନାହିଁ। ସବୁ ହିରୋ ହିରୋଇନଙ୍କ ନମ୍ବର ଫଟୋ ଅଛି କିନ୍ତୁ ଫିଲ୍ମର ନାଁ କିଛି ମନେ ନାହିଁ। ମୁଁ ବରଂ ବିଲ ବାରି କରିକି ଚଳିବି ନହେଲେ ବ୍ୟବସାୟ ଦୋକାନ ଖଣ୍ଡେ ଦେଇକି ବସିବି। ଆଉ ଫିଲ୍ମରେ କେବଳ କାମ କରିବିନି କାହିଁକି ନା କଳାକାରଙ୍କ ମାନଙ୍କ ସାଥିରେ ସମ୍ପର୍କ ରଖିଲେ ମୁଁ ଏଇଠୁ ଗୋଟେ ଚିତ୍ରାଣଟା ପାଇଲି। ମୁଁ ବି ଜୋରରେ କହିପାରିନି ଯେହେତୁ ମୋର ପାଇପ ପଇଥାଳା ତଣ୍ଟିରେ ପାଟି ବି ଖନି ପାଉଛି। ମୁଁ ବି ଜୋରରେ କହିପାରିନି ନହେଲେ ମୁଁ କଳାକାର ସାଥିରେ ଆଉ କାମ କରିବିନି। ସିଦ୍ଧାନ୍ତ ବାବୁସାନ ସବ୍ୟ ସାଚୀ ଯେହେତୁ ରଜ ପାଖରେ ଅଛି ରଜ ପାଖେଇ ଆଣିନି ତାଙ୍କର ଫିଲ୍ମ ରିଲିଜ୍ ହବ ନା ସେମାନେ ଆଡଭାର୍ଟାଇଜ ପବ୍ଲିସିଟି କଲେ ଲୋକ ଆସିବେ। ସେମାନେ ମୋ ପାଖକୁ ଆସିଲେ କଣ ଲୋକ ଆସିବେ ସେଥିପାଇଁ ସେ ଲାଗିଛନ୍ତି ଫିଲ୍ମରେ ନହେଲେ କେହି ଟିକେ ବି ମତେ ଦେଖିବାକୁ ଆସୁନାହାନ୍ତି। ମୋ ନାଁ ହଉଛି ସୁଶୀଲ ଭୋଇ। କଣ ଅସୁବିଧା ହେଇଛି ଆଜି ରାଣୀ ଅପା ଆପଣଙ୍କ ଘରକୁ ଆସିଛନ୍ତି? ମୁଁ ଗୋଟେ ଗାଡ଼ି ଧକ୍କା କରିଥିଲି ଯେହେତୁ ଛୋଟ ଛୁଆ ଗୋଟେ ଆଗରେ ପଶିଗଲେ ମୁଁ ଗୋଟେ ଇଲେକ୍ଟ୍ରିକ୍ ଖୁଣ୍ଟରେ ବାଡ଼େଇଦେଲି ଗାଡ଼ି ଧକ୍କା ହେଲି ସେଇଟା ମୋର ବି ଭୁଲ ଅଛି। ନହେଲେ ଛୋଟ ଛୁଆଙ୍କ ଉପରେ ଚଳେ ପାଖାପାଖି 10 ମାସ ହେଇଗଲାଣି। ପାଖାପାଖି 10 ମାସ ହେଇଗଲାଣି। ଆଉ ମେଡ଼ିକାଲରେ 6 ମାସ ଖଣ୍ଡେ ରହିଲି। ଏବେ ଘରକୁ ମୁଁ ଆଇଛି 4 ମାସ ହେବ ପାଖାପାଖି ହେଇଗଲାଣି। ଆଉ ଛାଡ଼ ଖାଇ ଦିନଠୁ ବହୁତ ଦିନ ହେଇଗଲାଣି। କୋଉ ଜାଗାରେ ହେଇଥିଲା? ଏଇଠୁ ପାଖାପାଖି 2 କିଲୋମିଟର ପାଖାପାଖି। ତ କଣ କରନ୍ତି ଆପଣ ପ୍ରଫେସନରେ କଣ କରନ୍ତି? ମୁଁ ଓଡ଼ିଆ ଫିଲ୍ମରେ ପ୍ରଡକ୍ସନ ବୟ କାମ କରେ। ଆଜ୍ଞା। ମୁଁ କିଛି ଦିନ ଆଗରୁ କହିଥିଲି କେହି ବି ଆସିନଥିଲେ ଆର୍ଟିଷ୍ଟ ମାନେ ଯାହାକୁ ଗୋଟେ ଆମେ ଖରା ହେଲେ ଛତାକୁ ଭୋକ ହେଲେ ଖାଇବା ବାଢ଼ିକି ଦଉ। ଗାଡ଼ିରୁ ଓହ୍ଲେଇଲେ ବି ନମସ୍କାର ତାଙ୍କୁ ଆମେ ସମ୍ମାନରେ ପକଉଥିଲୁ। କୌଣସି କଳାକାର ବି ଆସିଲେନି କି କେହି ବେଦେ ମୋ ବଡ଼ ଭାଇ ଯେହେତୁ ଦେଖି ଆସିବନି ସିଏ ବି ମୋବାଇଲରେ ହ୍ୱାଟ୍ସଆପରେ ତାଙ୍କୁ କହିଥିଲା ସମିତିକି ଭାଇ ଯାହାର ନମ୍ବର ଅଛି ସିଏ ବି ଭାଇ ଯୋଗାଯୋଗ କରିଛି। ଆଉ ଯାହା ହଉ ରାନୀ ଅପା ସିଏ ବି ଯୋଗାଯୋଗ କରିଥିଲା ତାଙ୍କର ବି ଦେହ ଖରାପ ଥିଲା ଯାହା ହଉ ରାନୀ ଅପା ଆସିଲେ ଭାରି ମୋତେ ଖୁସି ଲାଗୁଛି। ମୁଁ ବି ରାନୀ ଅପା ସହିତ କାମ କରୁଛି ସେଇଟା ବି ଜାଣିନଥିଲି ମୋବାଇଲ ଦେଖିଲି ବି ଜାଣିଲି ବଜରିଂ କଲୋନୀ କାମ କରୁଥିଲି। ଆକ୍ସିଡେଣ୍ଟ ପରେ ଭୁଲି ଯାଇଥିଲେ ସବୁ? ସବୁ ମୁଣ୍ଡ ମାଡ଼ ହେଇଗଲା ଦହି ହଁ। ସେଇଠି ସବୁ ଭୁଲିଗଲି ନହେଲେ ମୋର ବି ମନ ନଥିଲା କେହି। ଆଜ୍ଞା କେତେ ବର୍ଷ ହେଲା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆପଣ କାମ କରୁଥିଲେ? ବହୁତ ଦିନ ହେଇଯିବ। ଟୋଟାଲ କେତେ ବର୍ଷ? ମୋର ତ ମନ ନାହିଁ ବହୁତ ଦିନ ହେଇଯିବ। ଆଉ ଭାଇ ମନ ନାହିଁ ସବୁ ହିରୋଙ୍କ ଫଟୋ ଅଛି କିନ୍ତୁ ଫିଲ୍ମ ନା କିଛି ମନ ନାହିଁ। ସମାଜରେ ମୁଁ ତ ଏ ଘଟଣା ସମସ୍ତଙ୍କ ପାଖେ ପହଞ୍ଚିଛି ନା ନା ନାଇଁ ଆମ ଜାଣିନାହାନ୍ତି ଆମ ବୋଲି ସେମାନେ ଆସିଲେ? ଆମ ଟେକ୍ସିଆନ ମାନେ କହିଛନ୍ତି କିଛି କଳାକାରକୁ ଆଜ୍ଞା। ଆଉ କେହି ବି ଆସିନାହାନ୍ତି କେବଳ ଆଜି ରାନୀ ପଣ୍ଡା ଆସିଲେ ସେଇଟା ମୋ ଖୁସି ଲାଗୁଛି ଯାହା ହଉ। ଭାଇ ବଡ ବଡ କଳାକାର ସହିତ କାହା କାହା ସହିତ କାମ କରୁଛନ୍ତି? ମୁଁ ଅନୁଭବ ସିଦ୍ଧାନ୍ତ ବାବୁସାନ ସବ୍ୟ ସାଚୀ ଯେହେତୁ ରଜ ପାଖରେ ଅଛି ରଜ ପାଖେଇ ଆଣିନି ତାଙ୍କର ଫିଲ୍ମ ରିଲିଜ୍ ହବ ନା ସେମାନେ ଆଡଭାର୍ଟାଇଜ ପବ୍ଲିସିଟି କଲେ ଲୋକ ଆସିବେ। ସେମାନେ ମୋ ପାଖକୁ ଆସିଲେ କଣ ଲୋକ ଆସିବେ ସେଥିପାଇଁ ସେ ଲାଗିଛନ୍ତି ଫିଲ୍ମରେ ନହେଲେ କେହି ଟିକେ ବି ମତେ ଦେଖିବାକୁ ଆସୁନାହାନ୍ତି। ସେମାନେ ଯଦି ଜାଣିଥିବେ ଫୋନରେ କେବେ କଣ୍ଟାକ୍ଟ କରିବାକୁ ଆପଣଙ୍କୁ ଚେଷ୍ଟା କରିଛନ୍ତି? କେହି କିଛି ନାହିଁ ନା। ତ ଆପଣ ଚଳୁଛନ୍ତି କେମିତି କଣ? ପୁଅ ଝିଅ କେତେଟା କେମିତି କଣ ମୁଁ ଚଳୁଛନ୍ତି? ବାହା ହେଇନି ମୋ ବଡ ଭାଇ ବାହା ହେଇଛି ଆଉ ଭାଇ ରଙ୍ଗ କାମ କରେ ଆମର ଟିକେ ଲୋନ୍ ହେଇଥିଲା ବହୁତ ଲୋନ୍ ହେଇଥିଲା ମୋ ବୋଉ ବି କାମ କରୁଛି ପର ଘରେ ଆଉ କଣ କରିବା। ଆପଣ କେତେ ଭାଇ ଭଉଣୀ? ଆମେ 3 ଭାଇ 1 ଭଉଣୀ। ବଡ ଭାଉଜ ଆପଣଙ୍କ ସେବା କରନ୍ତି? ଭାଉଜ ବି ମତେ ଗାଧେଇ ଦଉଛି ଗଞ୍ଜି ବି ପିନ୍ଧେଇଛି ଝାଡା ବସିଲେ ବି ପାଣି ଛାଳି ଦଉଛି ଭାଉଜ। ଯେହେତୁ ମୋ ହାତ ଡାହାଣ ଚାଲୁନି ସିଏ ପାଣି ଢାଳୁଛି ନହେଲେ ମୁଁ ଚଞ୍ଚ ହେଇଯାଉଛି। ଆପଣ ଇଣ୍ଡଷ୍ଟ୍ରିରେ କାମ କଲା ଭିତରେ ଆପଣଙ୍କୁ ଏତେ ବଡ କଳାକାର ସାହାଯ୍ୟ କଲେଣି କିନ୍ତୁ ରାଣୀ ଅପା ଆସିକି ସାହାଯ୍ୟ କଲେ ଆପଣଙ୍କୁ କେତେ ଖୁସି ଲାଗୁଛି ଆଉ ରାଣୀ ଅପାଙ୍କୁ କଣ କହିବେ? ଯାହା ହଉ ରାନୀ ଅପା ତାଙ୍କ ଆଡକୁ ଥରେ ମତେ ଭିଡିଓ କଲ୍ କରିଥିଲେ ମୁଁ ଅପା ସହିତ ଯୋଗାଯୋଗ କରିଥିଲି ଅପାକୁ ବି ଭାଇ ଭିଡିଓରେ ମୋବାଇଲରେ ତାଙ୍କୁ ପଠେଇଥିଲା ଆଉ ଅପା ଆସିଲେ ମତେ ଭାରି ଖୁସି ଲାଗୁଛି। ରାନୀ ଅପା ସାଥିରେ ମୁଁ ବି କାମ କରିଥିଲି କେବଳ ମୁଁ ବି ଜାଣିନଥିଲି ଭୁଲି ଯାଇଥିଲି ମୋବାଇଲରୁ ସବୁ ଦେଖିଲେ ଜାଣୁଛି। ମୋବାଇଲରେ ମୁଁ ଦେଖୁଛି ତାଙ୍କର ଦେଖିଲି ନା ଗ୍ରୁପ ହ୍ୱାଟ୍ସଆପ ସେଥିରୁ ମୁଁ ଦେଖିଲା ପରେ ଜାଣିଲି।
ଭାଇ କେତେବେଳେ ଗୋଟେ ଦୁଃଖ ଲାଗେ ଯେ ଏତେ ବଡ଼ ଆକ୍ଟର ମାନଙ୍କ ସହିତ ଓଡ଼ିଶାର କାମ କରୁଛନ୍ତି କିନ୍ତୁ ସେମାନେ ଆପଣଙ୍କୁ କେବେ ବି ଫୋନ କରି ବୁଝିଲେନି ଯେ ଆପଣଙ୍କର କଣ ହେଇଛି। ଆପଣ ସେ କଥା ଭାବିଲା ବେଳେ କେତେବେଳେ ଦୁଃଖ ଲାଗିଛି, ମନ ଦୁଃଖ ହେଇଛି? ନିହାତି କଳାକାର ନାଁ କଲେ ମୋତେ ଭାରି ଦୁଃଖ ଲାଗୁଛି। କେବଳ ଆମ ପାଞ୍ଚ ପଞ୍ଚାୟତ ବଡ଼ ଭାଇମାନଙ୍କ ସହିତ ସମ୍ପର୍କ ଥିଲା ବୋଲିକି ସେମାନେ ମୋତେ ରକ୍ଷା କଲେ। ସିଏ ବି ମଧ୍ୟ ପଇସାଟା ସାହାଯ୍ୟ କଲେ। ମୋ ପାଇଁ ବି ଗୋଟେ ମ୍ୟାଡ଼ାମ୍ ମୋବାଇଲରୁ ଗ୍ରୁପ୍ କରିଥିଲେ, ସିଏ ବି ପଇସା ଆଦାୟ କଲେ। ସମସ୍ତେ ଲାଗିଗଲେ। ସେମାନେ ସେ ମ୍ୟାଡ଼ାମ୍ କଣ ସେ ମ୍ୟାଡାମ କଣ ହେବେ? ସେ ଗୋଟେ ପାଠ ପଢୁଛି ଛୁଆକୁ। ଆଚ୍ଛା, କିନ୍ତୁ କଳାକାର ଏପର୍ଯ୍ୟନ୍ତ କିଛି କଲେନି। ନାଇଁ କଳାକାରଙ୍କ ପାଇଁ କିଛି ଦୁଃଖ ଲାଗେ ବେଳେ ବେଳେ ଭାବିଲେ ଆଉ ଏମାନଙ୍କ ସହିତ କେବେ କାମ କରିବେ। ନିହାତି ମୁଁ ଯଦି ଏପଟେ ଆମ ପାଞ୍ଚ ପଞ୍ଚାୟତରୁ ସମ୍ପର୍କ ନ ରଖିଥାନ୍ତି, ଖାଲି କଳାକାରଙ୍କ ସାଥିରେ ରଖିଥାନ୍ତି, ବୋଧେ ମୁଁ ଦୁନିଆ ଦେଖିନଥାନ୍ତି। ହେଲା, ଏ ହଉଛି କଥା। ଆସିଥିଲେ କଣ କଣ ସବୁ ଆଣିଥିଲେ ଆପଣଙ୍କ ପାଇଁ, କଣ ସବୁ କଥା ଅପା କଣ ହେଇଛନ୍ତି? ଆଣିଛନ୍ତି ସେଟା ମୁଁ ଜାଣିନି। ଅପା ଆଇଛନ୍ତି ସେଇଟା ତ ମୋ ଭାଗ୍ୟ କଣ କଥା। କଥା ହେଲେ ଆସିକି? ଅପା ମାସକୁ ଯାହା ଖର୍ଚ୍ଚ ହବ ଅପା କରିବେ ସବୁ। ଆଜ୍ଞା, ଆପଣ ଯେତେବେଳେ ବି ସୁସ୍ଥ ହେବେ, ସୁସ୍ଥ ହେଲା ପରେ ସେମାନଙ୍କ ସହିତ ପୁଣି କଳାକାର ମାନଙ୍କ ସହିତ କାମ କରିବେ? ନାଇଁ, ମୁଁ ବରଂ ବିଲ ବାରି କରିକି ଚଳିବି, ନହେଲେ ବ୍ୟବସାୟ ଦୋକାନ ଖଣ୍ଡେ ଦେଇକି ବସିବି। ଆଉ ଫିଲ୍ମରେ କେବଳ କାମ କରିବିନି, କାହିଁକି ନା କଳାକାରଙ୍କ ମାନଙ୍କ ସାଥିରେ ସମ୍ପର୍କ ରଖିଲେ ମୁଁ ଏଇଠୁ ଗୋଟେ ଚିତ୍ରାଣଟା ପାଇଲି। ମୁଁ ବି ଜୋରରେ କହିପାରିନି, ଯେହେତୁ ମୋର ପାଇପ ପଇସା ତଣ୍ଟିରେ, ପାଟି ବି ଖନି ପାଉଛି। ମୁଁ ବି ଜୋରରେ କହିପାରିନି, ନହେଲେ ମୁଁ କଳାକାର ସାଥିରେ ଆଉ କାମ କରିବିନି। ନିହାତି ଯଦି ଏ କଥା ଶୁଣିଲା ପରେ କଳାକାର କିଏ ଚାହିଁବ ଆପଣଙ୍କୁ କଣ୍ଟାକ୍ଟ କରେ, ତ ଆପଣ କଣ୍ଟାକ୍ଟ କରି ଆପଣ କଣ୍ଟାକ୍ଟ କଲେ ଆପଣ କଥା ହେବେ ତାଙ୍କ ସହ? କେହି ତ କଥା ହଉନାହାନ୍ତି, ଯାହା ରାନୀ ଅପା ଆଇଛନ୍ତି। ପ୍ରଡକ୍ସନ ହାଉସ କି କୋଉ ଡାଇରେକ୍ଟର ଆପଣଙ୍କୁ ସେ ହଁ, ସେମାନେ କିଏ ଦେଖେଇଛନ୍ତି? ଡାଇରେକ୍ଟର ଭାଇମାନେ ମୋ ସହିତ ଯୋଗାଯୋଗ କରୁଛନ୍ତି। ନ ଆସିଲେ କଣ ଅଛି, ଯାଉ ଯୋଗାଯୋଗ କରୁଛନ୍ତି। କିଏ? ଆପୁ ଭାଇ ଆଉ ଅଶୋକ ଭାଇ, ଅଶୋକପତି, ହଁ ସେମାନେ ବି ମତେ କଥା ହଉଛନ୍ତି। ଯାହା ହଉ, ହଁ ଆଉ ରମେଶ ଭାଇ ବି କଥା ହଉଛନ୍ତି। ରମେଶ ବାରିକ। ହଁ, କଣ ଜାଣିନି, ସେଟା ତ ପଢୁଛନ୍ତି। ହଁ, କଣ କଥା ହୁଅନ୍ତି? ସେ ଦେହ କେମିତି ଅଛି, ଭଲ ଅଛି ନା ଯାଉ, କିଛି ସହାୟତା କରିଛନ୍ତି? ସେ ତାଙ୍କର ସଂଗଠନରେ ପକେଇଛନ୍ତି, ସେ ସହାୟତା କଣ କରିବେ ତ। ତ ଆକ୍ଚୁଆଲି ମୁଁ ତ ଜାଣିଲି, କାହିଁକି ନା ଆମ ଘର ତ ଭୁବନେଶ୍ୱର ନା, ସମସ୍ତେ କଟକ ଭୁବନେଶ୍ୱର ରହୁଛନ୍ତି ପାଖାପାଖି। କେହି ଟିକେ ବି ଆସିପାରିନି। କଣ ଖାଲି ପଇସା ଦେଲେ ନେଲେ ବଡ଼ କଥା ହେଇଯିବ? କେହି ତ ଆସିକି ଛିଡ଼ା ହେଲେ ସେଇଟା ମୋ ସମ୍ପର୍କଟା ଯୋଡ଼ି ହେଇଯିବ ନା। କେହି ବି ଟିକେ ଆସିଲେନି। ଭିଡିଓ ମାଧ୍ୟମରେ କଣ କହିବେ ଯୋଉମାନେ ଆର୍ଟିଷ୍ଟ ମାନେ ହିରୋ ବଡ ହିରୋ ଦେଖୁଛନ୍ତି ତାଙ୍କୁ କଣ କହିବେ? ମୁଁ କଣ କହିବି, ତାଙ୍କୁ ତ ଆଉ କହିବାକୁ କିଛି କଳାକାରକୁ ମୋ ମନ ନାହିଁ। ଯାଉ, ରାନୀ ଅପା ମୋତେ ଫୋନ୍ କରିକି ଆଇଲେ, ସେମାନେ ବି ମୋ ସହିତ ଯୋଗାଯୋଗ କରିଥିଲେ ଆଗରୁ, ସିଏ ବି ଆଇଲେ। ଯାଉ, ସେଇଟା ମୋର ଧନ୍ୟବାଦ ଦେବ ବାପାକୁ। ରାଣୀ ଅପାକୁ ଦେଖିଲା ପରେ ଖୁସିର ଲୁହ ଆପଣଙ୍କ ମୁହଁରେ ଆସିଥିଲା? ନିହାତି, ଅପାକୁ ତ ମୁଁ ବି କାନ୍ଦୁଥିଲି। ମୁଁ ବି ଅପା ସାଥିରେ କାମ କରୁଛି, ମୁଁ ବି ଜାଣିନଥିଲି। ବଜରିଂ କଲୋନୀରେ ମୁଁ ବି ଅପା ସାଥିରେ କାମ କରୁଥିଲି, ମୁଁ ବି ଜାଣିନଥିଲି। ମୁଁ ମୋବାଇଲରୁ ସବୁ ଦେଖିଲେ ଜାଣୁଛି। ଆଉ ଆଗରୁ ଫିଲ୍ମ କିଛି ମନେ ନାହିଁ। ସବୁ ହିରୋ ହିରୋଇନଙ୍କ ନମ୍ବର ଫଟୋ ଅଛି, କିନ୍ତୁ ଫିଲ୍ମର ନାଁ କିଛି ମନେ ନାହିଁ। ରାନୀ ଅପା ଆସିକି ପହଞ୍ଚିଲେ, ଆପଣ ରାନୀ ଅପାଙ୍କୁ ଚିହ୍ନି ପାଇଲେ କି ନାହିଁ? ସେଇଟା ବଡ। ହଁ, ଆଗରୁ ଫଟୋ ଅଛି ନା ଅପାର, ମୁଁ ଫଟୋରୁ ଜାଣିପାରୁଛି ଅପା ଆଇଛନ୍ତି ବୋଲିକି। ଖୁସିରେ ରାନୀ ଅପାଙ୍କୁ କଣ କହିବେ? ଅପା ଆଇଛନ୍ତି, ତାକୁ ଧନ୍ୟବାଦ ଦେବି। ପ୍ରଭୁ ଜଗନ୍ନାଥ ସମସ୍ତିକି ଭଲରେ ରଖନ୍ତୁ।